ନାଇଁ ସେ କ'ଣ ହେଉଛି 100 ଟଙ୍କିଆ 200 ଟଙ୍କିଆ 300 ଟଙ୍କିଆ ଦେବା ପାଇଁ ସରକାର କହିନାହାନ୍ତି। ସରକାର କହୁଛନ୍ତି ଯେ ସଫିସିଏଣ୍ଟ ତେଲ ଅଛି, କୌଣସି ପ୍ରକାର ବିଭ୍ରାନ୍ତି କର ପରିସ୍ଥିତି ହେବା ଉଚିତ ନୁହେଁ। ଯେତେବେଳେ ଗୋଟେ ଟାଙ୍କିରେ ବହୁତ ଲୋକ ଗଦା ହେଇଯାଉଛନ୍ତି ସମସ୍ତଙ୍କୁ ମ୍ୟାନେଜ କରିବା ପାଇଁ ସେଠି ମ୍ୟାନେଜମେଣ୍ଟ କ'ଣ କରୁଛି ଯେ ଅଳ୍ପ ଅଳ୍ପ କରି ତେଲ ଦେଇକି କେମିତି ସମସ୍ତଙ୍କୁ ବିଦା କରିବା ସେଥିପାଇଁ ସେ ବ୍ୟବସ୍ଥା କରୁଛନ୍ତି। ସେଟା କିନ୍ତୁ ଅଫିସିଆଲି ସରକାର ଭାବରେ କୌଣସି ନିୟମ କରାଯାଇ ନାହିଁ। ସେମିତି ନିୟମ କିଛି କରାଯାଇନି। ମୁଁ କହୁଛି ଯେ ଯେଉଁମାନେ କରିଛନ୍ତି ସେ ସ୍ଥାନୀୟ ହିସାବରେ ସେ ଟାଙ୍କି ମ୍ୟାନେଜର ସେ ନିୟମ କରିଥିବେ ଆଉ ଟୁ କଣ୍ଟ୍ରୋଲ ଦି ସିଚୁଏସନ୍। କିନ୍ତୁ ଆମେ କହିଦେଇଛୁ ଅଫିସରମାନଙ୍କୁ ଯେ ସଫିସିଏଣ୍ଟ ତେଲର ବ୍ୟବସ୍ଥା କରନ୍ତୁ, କୌଣସି ଟାଙ୍କି ଯେମିତି ଖାଲି ରହିବ ନାହିଁ ତେଲ ଏକଥା ବି ମଧ୍ୟ ଅର୍ଡର କରାଯାଇଛି। ଆଉ ଆମେ ସଚେତନ ଅଛୁ, କୌଣସି ପ୍ରକାର ସେ ପ୍ରକାର ସିଚୁଏସନ୍ ହେବ ନାହିଁ। ଆଉ ଗୋଟେ କଥା ହେଉଛି ଯେଉଁ ରାଜ୍ୟରେ ଯେଉଁ ଟ୍ରାନ୍ସପୋର୍ଟେସନ ବସ୍ ହଉ ବା ଟ୍ରକ୍ ହଉ ସେମାନେ ଗତକାଲି ମଧ୍ୟ ନେତୃତ୍ୱ ସଭାପତି କହୁଥିଲେ ଯେ ବହୁତ ଗୁଡେ ଗାଡ଼ି ତେଲ ପାଉନାହାନ୍ତି, ଇଏ କ୍ରାଇସିସ୍ ବର୍ତ୍ତମାନ ଆମ ଆଗରେ ଦେଖାଯାଉଛି। ନାଇଁ ସେଟା ସତ୍ୟ ନୁହେଁ। ଆମେ ତାର ସେ ବିଷୟରେ ବି ଡିସ୍କସନ୍ କରିଛୁ। ପବ୍ଲିକ୍ ଟ୍ରାନ୍ସପୋର୍ଟ ପାଇଁ ଯେତିକି ତେଲ ଆବଶ୍ୟକ ତାକୁ ଆଗ ଦେବେ, ସେଟାକୁ ବନ୍ଦ କରିବେନି, କାରଣ ସେତେ ବସ୍ରେ ଲୋକ ଯିବା ଆସିବା କରୁଛନ୍ତି, ସେଟା ବନ୍ଦ ହେବନି। କୌଣସି କମ୍ପାନୀ କାମ କରୁଛି, କମ୍ପାନୀ କାମ ବନ୍ଦ ହେଇଯିବ, ତାଙ୍କୁ ବି ମଧ୍ୟ ତେଲ ଦିଆଯିବ। ତେଲ କୌଣସି କ୍ଷେତ୍ରରେ ବନ୍ଦ କରିବା ପାଇଁ କୁହାଯାଏ ନାହିଁ। सर आप 13 दिन कथा कहले वर्तमान सुधा स्टॉक अछि 13 दिन पई जो रणनीति करा जिवो ता पर मुहूर्त केंती आसीबो नहीं देखंतु हमर पारादीप रिफाइनरी अछि, हमर पूरा पाइप जगह तेल आसुछि, तेलर किछु असुविधा नहीं। खाली ओडिशा ठु नौनी पारादीप रु झारखंड छत्तीसगढ़ बिहार समस्त नौचंदी, आंध्र प्रदेश भी नौची। इठी सफिशिएंट तेल अछि, ओडिशा रे आदौ तेलर अभाव नहीं, ये कथा मन रखिथा। सर गोटे शेष कथा होची केते तेलर रिक्वायरमेंट पेट्रोल केते डीजल केते पर डे रिक्वायरमेंट थाए এবং সেই আধারে ଆମେ जो करे 13 दिन সেই হিসাব করিকে दिन करे जेतिकी दरकार ताकू हिसाब माने हिसाब करिके हम कहूछु से 13 दिन स्ट्रक